Hello everyone, Nam Pranam, and welcome back to my channel. So, students, the ପିଲାମାନେ ଆମେ ପୂର୍ବେ ଭିଡିଓରେ ସାହାରା ବୃକ୍ଷ କବିତାକୁ ପାଠ କରି ସାରିଥିଲେ। ହାଁ ଆଜି ଆମେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତମେମାନେ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରୁଛ, ସାର୍ ଏ କବିତାଟି କାହାର? ଏ କବିତାଟି ହେଉଛି ତମମାନଙ୍କର +2 ଫାର୍ଷ୍ଟ ଇୟର ଆର୍ଟ୍ସ କମର୍ସ ଆଉ ସାଇନ୍ସ ପିଲାମାନଙ୍କ ପାଇଁ। ଏହା କମ୍ପଲସରି ଏମଏ ଆଇଏଲ ଓଡ଼ିଆ। ଓକେ, ଆଉ ଡେରି କରିବାନି, ପ୍ରଶ୍ନ ନମ୍ବର 1 ପାଖକୁ ଯିବା। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ସବୁ ବହୁତ ପ୍ରଶ୍ନ, ବହୁତ ଯଦି କହିବା ବହୁତ ଉତ୍ତରମୂଳକ ପ୍ରଶ୍ନ ବାଛି ଉତ୍ତର ଲେଖିବା। ଦେଖ ପିଲେ, ପ୍ରଶ୍ନ ନମ୍ବର 1 କୁ ଦେଖ ପିଲେ। ଦେଖ କଣ ଅଛି, ପ୍ରତ୍ୟେକ ପ୍ରଶ୍ନର ନମ୍ବର 1 ନମ୍ବର, ବୁଝିପାରିଲା? 4ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ ଉତ୍ତର ବାଛି ଲେଖିବା। ଦେଖ ପିଲାମାନେ, ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିବ ଏବଂ ଯଦି ଭଲ ଲାଗେ ନା, ହୃଦୟରୁ ଗୋଟେ ଲାଇକ୍ ଦବ। କମେଣ୍ଟ ମାଧ୍ୟମରେ ନିଜ ଭାବରେ ଜଣେଇବାକୁ ଚେଷ୍ଟା କରିବ ଭଲ ଲାଗିଲା କି ନାହିଁ, ଆଉ ତମମାନଙ୍କର କାମରେ ଲାଗିଲା କି ନାହିଁ। ଆଉ ଆଉ ଏବେ ଏବେ ଚ୍ୟାନେଲକୁ ସବସ୍କ୍ରାଇବ କରିଦବ। ଯଦି ସବସ୍କ୍ରାଇବ କରିନ, ତାହେଲେ ପାଖରେ ଥିବା ସବସ୍କ୍ରାଇବ ବଟନ କ୍ଲିକ୍ କରିକି ଅଲ୍ ଉପରେ ରଖିଥାଅ, ତାକି ଯେତେବେଳେ ବି ଭିଡିଓ ଏଇ ଟପିକ ରିଲେଟେଡ କୌଣସି ସେପାରେଟ ବି ଭିଡିଓ ବନେଇଲେ ତମମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ତାହେଲେ ଡେରି କରିବାନି। ଦେଖ ପିଲେ, କରେ କଣ ଅଛି, ଗୋଲକ ବୃକ୍ଷକୁ ଡ୍ୟାସ ବୃକ୍ଷ ବୋଲି କୁହାଯାଏ। କୋଉ ବୃକ୍ଷ ବୋଲି କୁହାଯାଏ? ମହାକଳ୍ପ ବୃକ୍ଷ। ସେ ହରଇ ମହାପାଟକ, ତେଣୁ ମହାଦୁର୍ନ ନୁହେଁ, ବୌଦ୍ଧ ଦୁର୍ନ ନୁହେଁ, ମହାକଳ୍ପ ବୃକ୍ଷ ବୋଲି କୁହାଯାଏ। ଖ ପାଖକୁ ଯିବା। ଦେଖ ପିଲେ, ଏଇ କ ନମ୍ବର ପ୍ରଶ୍ନର ଆନ୍ସର ହେଉଛି ମହାକଳ୍ପ। ଦେଖ ପିଲେ, ମହାକଳ୍ପ ବୃକ୍ଷ ବୋଲି କୁହାଯାଏ। ତାପରେ ହ ପାଖକୁ ଯିବା। ଦେଖ ପିଲେ କଣ ଅଛି, ଗୋଲକ ବୃକ୍ଷକୁ ପ୍ରତ୍ୟେକ ଦିନ କିଏ ପୂଜା କରନ୍ତି? କିଏ ସେ? ବ୍ୟାସଦେବ, ନା ଗାନ୍ଧାର ସେନ, ନା ଧୃତରାଷ୍ଟ୍ର, ନା ଭୀଷ୍ମ? ଆନ୍ସର କଣ ହେଇଯିବ? ଗାନ୍ଧାର ସେନ। ଆମେ ସମସ୍ତେ ଜାଣିଛେ ଥିଲେ ଗାନ୍ଧାର ସେନା ବୋଇଲା। ସେ ବୃକ୍ଷ ଅଛି ମୋର ନଭର, ମାଝା ଥାନେ ମୁଁ ତାହାକୁ ମୁନି ହୋ ପୂଜା କରାଇ ନୀତିରେ, ନା ନାଇଁ? ପ୍ରଶ୍ନ ନମ୍ବର ଗ ପାଖକୁ ଯିବା। କଣ ଅଛି, ଗୋଲକ ବୃକ୍ଷକୁ ସୂର୍ଯ୍ୟଙ୍କ ରଥର କେଉଁ ଅଙ୍ଗ ସହ ତୁଳନା କରାଯାଇଛି? ଗୋଲକ ବୃକ୍ଷ କଣ? ଗୋଲକ ବୃକ୍ଷ କରତାର ରଥେ ଚକ, ବୁଝିପାରିଲା? ତାମାନେ ଚକ ସହିତ ସୂର୍ଯ୍ୟଦେବଙ୍କର ଚକ ସହିତ ତୁଳନା କରାଯାଇଛି। ତାପରେ ପ୍ରଶ୍ନ ନମ୍ବର ଘ ପାଖକୁ ଯିବା। ଦେଖ ବୋଲେ କଣ ଅଛି, ବିଶ୍ୱନାଥ ସ୍ୱାମୀ କେଉଁ ନକ୍ଷତ୍ରରେ ବୁଲି ବାହାରିଥିଲେ? ଚିତ୍ରା ନକ୍ଷତ୍ରରେ, ସପ୍ତବିଶା ନକ୍ଷତ୍ରରେ, ସ୍ୱାତି ନକ୍ଷତ୍ରରେ, ନା ବିଶାଖା ନକ୍ଷତ୍ରରେ? କେଉଁ ନକ୍ଷତ୍ରରେ ବାହାରି ଯାଇଥିଲେ? ତମମାନଙ୍କ ମନେ ରଖିଦବ ପିଲେ, ତମେ ମନେ ରଖିଦବ। କେଉଁ ନକ୍ଷତ୍ରରେ ବାହାରିଥିଲେ? ବୃଷଭ ମାସ, କୃଷ୍ଣ ପକ୍ଷ, ତିଥିରେ ଦଶମୀ, ଗୁରୁବାର, ଶତବିଶା ନକ୍ଷତ୍ର, ବିଜୟ ବିଶ୍ୱନାଥ ସ୍ୱାମୀ। କେଉଁ ନକ୍ଷତ୍ର? ଶତବିଶା ନକ୍ଷତ୍ର, ବୁଝିପାରିଲା? ତାପରେ ଯିବା ମୋ ପାଖକୁ। ଦେଖ ପିଲେ କଣ ଦେଇଛି, ମୁହଁରେ ତମମାନଙ୍କର ଅଛି, ମହେଶ୍ଵର କେଉଁ ନଦୀ କୂଳରେ ବୁଲୁଥିବା ବେଳେ ସାହାରା ବୃକ୍ଷକୁ ଦେଖିଲେ? କେଉଁ ନଦୀ କୂଳରେ ସେ ବୁଲୁଥିଲେ? ନା ତମମାନଙ୍କର କଣ ହେଇଯିବ ଆନ୍ସର? ଅନେକ ତୀର୍ଥ ପଶି ଯାଆନ୍ତି ସୁଢଳେ, ଚଳନ୍ତି ମହେଶ୍ଵର କେଉଁ ନଦୀ? ମହାନଦୀ। ମହାନଦୀ, ନା ବ୍ରାହ୍ମଣୀ ନଦୀ, ନା ବୁଢାବଳଙ୍କ ନଦୀ, ନା ବୈତର ନଦୀ? କେଉଁ ନଦୀ? ବୈତରଣୀ ନଦୀ, ବୁଝିପାରିଲା? ନଦୀ କୂଳେ। ତାପରେ ଯିବା ଚ ପାଖକୁ। ଦେଖ ପିଲେ କଣ ଦେଇଛି, ବାମ ଦିଗରେ ଥିବା ସାହାରା, ବୃକ୍ଷକୁ ଦେଖି ବୃଷଭ କଣ କଲା?
ଦେଖ ବିଲେ ତାପରେ ଚ ପାଖକୁ ଅଛି କଣ ଅଛି, ବାମ ଦିଗରେ ଥିବା ସାହାରା ବୃକ୍ଷକୁ ଦେଖି ବୃଷଭ କଣ କଲା, ବୃଷଭ ଦେଖିଛି ନା, ଦେନ୍ ପତ୍ର ଆଣି ମୁଣ୍ଡରେ ଲଗାଇଲା, ନା ପତ୍ରକୁ ଖାଇଦେଲା, ନା ଗଛ ଦେହରେ ଘଷି ହେଲା, ନା ଡାଳ ପତ୍ର ଭାଙ୍ଗି ପକେଇଲା। ଗଛକୁ ଦେଖିକି ବୃଷଭ କଣ କଲା, ସେ ପତ୍ରକୁ ଆଣି ମୁଣ୍ଡରେ ଲଗାଇଲା ନା ନାଇଁ। ତାପରେ ଯିବା ଛ ପାଖକୁ, କଣ ଅଛି ଦେଖିବା, କେଉଁ ଗଛର ପତ୍ର ପାଖରେ ଥିଲେ ଶତ୍ରୁ କ୍ଷୟ ହୁଏ। କେଉଁ ଗଛର ପତ୍ର ପାଖରେ ଥିଲେ, ନା ତମ ମାନଙ୍କର ସାହାଡା ଗଛ। ସାହାଡା ଗଛର ପତ୍ରକୁ ଘେନେଇଲେ ମୁଣ୍ଡରେ ଆମ ଭଲ ଭୋଜନ ମିଳିବ, ପରନ୍ତୁ ଶତ୍ରୁ କ୍ଷୟ ହବ। କେଉଁ ଗଛର ପତ୍ର ପାଖରେ ଥିଲେ, ନିମ୍ବ ନା ବରଗଳି ନା ବିଲୁଅ, ଦେଖ ବିଲୁଅ, ନିମ୍ବ ଗଛ କଥା ଏଠି କୁହାଯାଇ ନାହିଁ, ବିଲୁଅ ଗଛ କଥା ଏଠି କୁହାଯାଇନି, ବରଗୋଳି ଗଛ, ବୁଝିପାରିଲା। ବର ଗଛ ହେବ ସଠିକ ଆନ୍ସର। ଜ ପାଖକୁ ଯିବା, ସଦାନନ୍ଦ ବୃଷଭ ପିଠିରେ ବସି କେତେ ଭୁବନ ବୁଲିଲେ, କେତେ ଭୁବନ ବୁଲିଲେ, ସଦାନନ୍ଦ ବୃଷଭ ପିଠିରେ ବସି, ତମେ ସମସ୍ତେ ଜାଣିଥିବ ପିଲେ, କେତେ ଭୁବନ, ଦ୍ୱାଦଶ ନା ଚତୁର୍ଦ୍ଦଶ ନା ପଞ୍ଚଦଶ ନା ଅଷ୍ଟାଦଶ, ତମମାନଙ୍କର ଆନ୍ସର ହେଇଯିବ ଚତୁର୍ଦ୍ଦଶ, ବୁଝିପାରିଲା। କେତେ ଦଶ, ଚତୁର୍ଦଶ, ମାନେ 14 ଭୁବନ ବୁଲି ଯାଇଥିଲେ। 14 ଭୁବନ କହିଲେ କଣ, ଆମେ ସେମିତି ଜାଣିଛେ, ତମ ମାନଙ୍କର ମଧ୍ୟ କହିଥିଲି ମଧ୍ୟ ପିଲେ, ତମ ମାନଙ୍କର ପୃଥିବୀ, ତା ତଳକୁ ପୃଥିବୀ ତଳକୁ ଭୂଲୋକ କୁହାଯାଏ, ତା ତଳକୁ ତମ ମାନଙ୍କର ଅତଳ, ବିତଳ, ସୁତଳ, ସାତଳାତଳ, ମହାତଳ, ପାତାଳ, ଏଇଭଳି ତମ ମାନଙ୍କର, ତା ଉପରକୁ ମଧ୍ୟ ଯଦି ଯିବ ଉପରକୁ, ମାନେ ଭୂଗର ଲୋକ, ସ୍ୱର୍ଗ ଲୋକ, ଯମ ଲୋକ, ତପ ଲୋକ ଆଉ ସତ୍ୟ ଲୋକ, ଏଇଭଳି ପାଇବ ନା ନାଇଁ। ତା ମାନେ 14 ଭୁବନ ନା କି। ତାପରେ ଯିବା ପ୍ରଶ୍ନ ନମ୍ବର ଝ ପାଖକୁ, କଣ ଅଛି ଦେଖ ପିଲେ, କେଉଁ ପତ୍ର ଛିଡାଇ ମଥାରେ ଘେନିଲେ ଅନେକ ଦୋଷ କ୍ଷୟ ଯାଏ। କେଉଁ ପତ୍ରକୁ, ଶ୍ଵେତ ଦୁବ ନା କୁଶ ନା ବରକୋଳି ପତ୍ର ନା ବେଲ ପତ୍ର। ଦେଖ ପିଲେ ତମମାନଙ୍କୁ ମଧ୍ୟ ଯେତେବେଳେ ଦଶମ କ୍ଲାସରେ କହୁଥିଲି, ଦଶମ କ୍ଲାସରେ କହୁଥିଲି ସାହିତ୍ୟ କଥା, ଯେତେବେଳେ ତମମାନେ କହିଥିଲି ସେତେବେଳେ ପାରିବ ତମମାନେ ଯଦି କାଟିଦବ, କହିଥିଲି ନା ନାଇଁ, ସେଇଆ କାଟିଦବ, ତେଣୁ ଏଠୁ କାଟିଦବ। ବର ଗଛ କଥା ଏଠି କୁହାଯାଇନି, କୁଶ କଥା ଏଠି କୁହାଯାଇନି, ଆଉ ଦୁଇଟା ଗଛ ରହିଲା, ଶ୍ଵେତ ଦୁବ ଆଉ ବରକୋଳି ଗଛ। ଏଇ ବରକୋଳି ଗଛ କଥା ଆମେ ଆଲୋଚନା କରିଥିଲେ ଯେ ଶତ୍ରୁ କ୍ଷୟ ହୋଇଯାଏ। ତାହେଲେ କେଉଁ ତମେ ନିଜେ କମେଣ୍ଟରେ ଜଣାଅ, ତାହେଲେ କେଉଁ ଗଛ, ଶ୍ଵେତ ଦୁବ ଗଛ। ଶ୍ଵେତ ଦୁବ ଦେଖିଲେ କଣ ହବ, ଯଦି ମଥାରେ ଘେନିଦବା ନା, ତାହେଲେ ଆମର ଅନେକ ଦୋଷ କ୍ଷୟ ହେଇଯିବ ନା ନାଇଁ। ତାପରେ ଯିବା ନିଅ ପାଖକୁ, ଦେଖ ପିଲେ କଣ ଅଛି, କେଉଁ ଗଛର ଝଡିଲା ପତ୍ର ମୁଣ୍ଡରେ ଘେନିଲେ ବ୍ୟକ୍ତିର ଜ୍ଞାନ ଅଜ୍ଞାନରେ, ଜାଣତରେ ହେଉ ଅବା ଅଜାଣତରେ ଘଟିଥିବା ପାପକୁ, ବା ଜ୍ଞାନ ଅଜ୍ଞାନରେ ଯେତେକ ପାପ ଅଛି ତକ୍ଷଣେ ସକଳ ପାତକ ଯାଏ ଲେଖି। କେଉଁଥିରେ ସକଳ ପାପ ଦୂର ହେବ, କେଉଁ ଗଛର ଝଡିଲା ପତ୍ର ମୁଣ୍ଡରେ ଘେନିଲେ, ବର ଗଛ ନା ସାହାଡା ଗଛ ନା ବେଲ ଗଛ ନା ତୁଳସୀ ଗଛ। ଦେଖ ପିଲେ ମୁଁ ତ ତମ ମାନଙ୍କୁ କହିଛି କାଟିଦବ, ବର ଗଛ କଥା କୁହାଯାଇନି, ବର କୋଳି ଗଛ କଥା କୁହାଯାଇଛି, ବେଲ ଗଛ କଥା କୁହାଯାଇନି, ସାହାଡା ଗଛକୁ ଲଗାଇଲେ ଭଲ ଭୋଜନ ମିଳିବ। ତାହେଲେ କେଉଁ ଗଛ, ତମ ମାନଙ୍କ ଆରାମସେ କହିଦେଇ ପାରିବ ତୁଳସୀ ଗଛ ନା ନାଇଁ। ତୁଳସୀ ଗଛକୁ ଯଦି ଆମେ ପଛକୁ ଲେଉଟିକି ଦେଖିବା, ତାର ଯେଉଁ ପତ୍ର ଝଡିକି ପଡିଛି, ସେ ପତ୍ରକୁ ଯଦି ଆମେ ଆଣିକି ଲଗାଇଦବା ମଥାରେ, ତାହେଲେ ଆମର କଣ ହବ, ଆମ ଜ୍ଞାନ ଅଜ୍ଞାନରେ, ଜାଣତରେ ହଉ କି ଅଜାଣତରେ ହଉ, ଯେତିକି ପାପ ଅଛି ସବୁ ଧୋଇ ହେଇଯିବ। ତାପରେ ଯିବା ଟ ପାଖକୁ, ଦେଖ ପିଲେ କଣ ଅଛି, ସାହାଡା ପତ୍ରକୁ ଘେନିଲେ କଣ ପ୍ରାପ୍ତ ହୁଏ। ସାହାଡା ପତ୍ରକୁ ବୃଷଭ ଲଗେଇଥିଲା, ବୃଷଭକୁ କଣ ପ୍ରାପ୍ତ ହେଲା, ତମେ ସମସ୍ତେ ଜାଣିଦବ ପିଲେ, ପାନ ପ୍ରାପ୍ତ, ପାନ ଖାଲି ଖାଇବ ନା ଯଶ ନୁହେଁ କି ଧନ ନୁହେଁ, ଭୋଜନ ନା ନାଇଁ। ତାପରେ ଯିବା ଠ ପାଖକୁ, ଦେଖ ପିଲେ ତମମାନଙ୍କର ଟ ନମ୍ବର ପ୍ରଶ୍ନ ହଉଛି ଭୋଜନ, ବୁଝିପାରିଲା। ତାପରେ ଯିବା ଠ ପାଖକୁ, ଠରେ କଣ ଅଛି ଦେଖ, ସାହାରା ବୃକ୍ଷର ମାହାତ୍ମ୍ୟ କବିତା ମହାଭାରତର କେଉଁ ପର୍ବରୁ ଗୃହୀତ ହୋଇଛି। ତମେମାନେ ସବୁ ପଢିଥିବ ପିଲେ, ଗଲା ବର୍ଷ ଭୀମଙ୍କ
सिंहनाद रड़ी बुझीपारा ସେଥିରୁ କବିତାଟି ଆସିଥିଲା କେଉଁଥିରୁ ଆସିଥିଲା ଗଦା ପର୍ବରୁ ଆସିଥିଲା ନା ନାଇଁ ପରନ୍ତୁ ଏଇଟା କେଉଁଥିରୁ ଆସିଛି ତମମାନଙ୍କର ସାହାଡା ବୃକ୍ଷ ବା ସାହାଡା ବୃକ୍ଷର ମାହାତ୍ମ୍ୟ କଥା କେଉଁ ପର୍ବରୁ ଆସିଛି ତମମାନଙ୍କର ଆଦି ପର୍ବ ମଧ୍ୟ ପର୍ବ ବଡ ପର୍ବ ନା ସଭା ପର୍ବ କେଉଁ ପର୍ବ ତମମାନଙ୍କର ଆଦି ପର୍ବ ମାନେ ଆରମ୍ଭ ପର୍ବ ଯେଉଁଟାକୁ ଆମେ କହୁଛେ ନା ନାଇଁ ତାପରେ ଯିବା ପ୍ରଶ୍ନ ନମ୍ବର 9 ପାଖକୁ ଶିବ କପିଳାସକୁ କେତେବେଳେ ଫେରିଲେ କବିତାରେ କଣ କୁହାଯାଇଛି କବିତାରେ କୁହାଯାଇଛି ତମେ ମାନଙ୍କର ମନେ ଥିବ ମଧ୍ୟ କଣ କୁହାଯାଇଛି ନା ବାହୁଡନ୍ତି କପିଳାସ ବିଜେ କଲେ ଆଦିତ୍ୟର ହସ୍ତେ କପିଳାସ ନିକଟସ୍ଥ ବିଜୟ ଯଦି ଆମେ କହିବା କଣ ଗିରି ଅରଣ୍ୟ ବୁଲନ୍ତି କ୍ଷେପନ୍ତି ଆକାଶେ ଏଇଭଳି ଭାବରେ ଥିଲା କବିତାରେ ନା ନାଇଁ ତେଣୁ ଶିବ କପିଳାସକୁ ଯେତେବେଳେ ଫେରିଲେ ସକାଳୁ ସକାଳୁ ଫେରିଲେ ନା ସୂର୍ଯ୍ୟ ଅସ୍ତରେ ନା ମଧ୍ୟାହ୍ନରେ ନା ସନ୍ଧ୍ୟାରେ ନା ମଧ୍ୟାହ୍ନରେ ନା ସୂର୍ଯ୍ୟ ଅସ୍ତରେ ତମମାନଙ୍କର ମନେ ଥିବ ପିଲେ ମନେ ଥିବ ଯେ କେତେବେଳେ ଫେରିଲେ ଆଦିତ୍ୟର ଅସ୍ତେ ତା ମାନେ ଯଦି କହିବା କେତେବେଳେ ସନ୍ଧ୍ୟାରେ ଫେରିଲେ ନା ନାଇଁ ଆଦିତ୍ୟର ଅସ୍ତେ କହିଲେ ସୂର୍ଯ୍ୟାସ୍ତରେ ଫେରିଲେ ସୂର୍ଯ୍ୟାସ୍ତ ସମୟରେ ସେ ଫେରି ଆସିଲେ ଆଉ ତାପରେ ଯିବା ଢ ପାଖକୁ ପଞ୍ଚବକ୍ତୁର ଅର୍ଥ କଣ ପଞ୍ଚବକ୍ତୁ କହିଲେ କଣ ବୁଝାଏ ପାଞ୍ଚଟି ଆଖି ପାଞ୍ଚଟି ମୁହଁ ପାଞ୍ଚଟି ହାତ ନା ପାଞ୍ଚଟି ଗୋଡ ମୁହଁକୁ ମୁଁ ତମମାନଙ୍କୁ କବିତାରେ କହିଥିଲି ପଞ୍ଚବକ୍ତୁ କହିଲେ କଣ ପାଞ୍ଚଟି ମୁହଁ ବୁଝିପାରୁଛ ନା ନାଇଁ ଦେନ୍ ତାପରେ ଣ ପାଖକୁ ଆସିବା ଅମୃତ ଯୋଗାଡ଼ ରନ୍ଧନ କରି ଉମା ବିମୁଖ ହେଲେ କାହିଁକି ଅମୃତ ଯୋଗାଡ଼ ବହୁତ ବଢିଆ ବଢିଆ ସୁସ୍ୱାଦ୍ୟ ଖାଦ୍ୟ ରାନ୍ଧି କରି ମଧ୍ୟ ମାତା ପାର୍ବତୀ କାହିଁକି ବିମୁଖ ହେଲେ କାରଣ ଶିବ ଆସିଯିବାରୁ ବିମୁଖ ହେଲେ ନା ଶିବ ନ ଆସିବାରୁ ନା ଗଣେଶ ଆସିଯିବାରୁ ନା ଶିବ ଅସୁସ୍ଥ ଥିବାରୁ କବିତାରେ ଶିବ ଅସୁସ୍ଥ କଥା କିଛି କୁହାଯାଇନି ସୁସ୍ଥ ଅସୁସ୍ଥ କିଛି କୁହାଯାଇନି ଗଣେଶ କଥା ମଧ୍ୟ କିଛି କୁହାଯାଇନି ଶିବ ଆସିଯିବାରୁ ନା ଯେତେବେଳେ ସେ ଖାଇ ବସିଲେ ସେଇ ସମୟରେ ଶିବ ଆସିବାରୁ ସେ ବିମୁଖ ହେଇଗଲେ ପରନ୍ତୁ ଯେତେବେଳେ ଖାଦ୍ୟ ତିଆରି କରିଥିଲେ ମାନେ ଅମୃତ ଯୋଗାଡ଼ ରନ୍ଧନ କରିଥିଲେ ସେତେବେଳେ ସେ କାହିଁକି ବିମୁଖ କଲେ କାରଣ ଶିବ ଏପର୍ଯ୍ୟନ୍ତ ନ ଆସିଥିବାରୁ ଆନ୍ସର ହେଇଯିବ ବୁଝିପାରିଲା ନା ଶିବ ନ ଆସିବାରୁ ସେ ବିମୁଖ ହେଇଗଲେ ତାପରେ ଯିବା ତ ପାଖକୁ ଦେଖ ପିଲେ ତରେ କଣ ଅଛି ଉମା କେତେବେଳେ ଖାଇ ବସିଲେ କେତେବେଳେ ଖାଇ ବସିଲେ ଦିନ ଦିପହର ବେଳା ସୂର୍ଯ୍ୟ କଥା ପୁରା ଦିନ ଦିପହର ବେଳା ସୂର୍ଯ୍ୟାସ୍ତ କଥା ପୁରା ଏଠି କୁହାଯାଇଛି ସୂର୍ଯ୍ୟାସ୍ତ କଥା ପୁରା ଏଠି କୁହାଯାଇଛି ତେଣୁ ଦିନ ଦିପହର ବେଳା ହବ କେମିତି କେମିତି ହବ ହେବ ନାହିଁ ସନ୍ଧ୍ୟା ସମୟ ସନ୍ଧ୍ୟା ହୋଇଯିବାରୁ ନା 13 ଘଡ଼ି ଯିବାରୁ ନା ଶିବ ଆସିଯିବାରୁ କେତେବେଳେ ଖାଇ ବସିଲେ ନା 13 ଘଡ଼ି ଯଦି କହିବା ଗଡି ଯିବାରୁ ନା ନାଇଁ 13 ଘଡ଼ି ଗଡି ଯିବାରୁ ନା ନାଇଁ ତାପରେ ଯିବା ଥ ପାଖକୁ ଦେଖ ପିଲେ ଥରେ କଣ ଅଛି ପାର୍ବତୀ କାହିଁକି ଅଧାଖିଆ ହୋଇ ଉଠିଲେ ଖାଇ ତ ବାଢିଲେ ଖାଇବାକୁ କଣ ନା ଭଲ ଲାଗିବାରୁ ନା 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 ଦେହ ଅସୁସ୍ଥ ଥିବାରୁ ନା ବାହାରେ କେହି ଡାକିବାରୁ ନା କେହି ଡାକି ଯାଇନାହାନ୍ତି କେହି ଡାକି ନାହାନ୍ତି କି ଦେହ ଅସୁସ୍ଥ ହେଇନି କି ଖାଦ୍ୟ ଭଲ ଲାଗିନି ଶିବ ଆସିଯିବାରୁ ଅଧାଖିଆ ହୋଇ ମାତା ପାର୍ବତୀ ଉଠି ଯାଇଛନ୍ତି ତେଣୁ ତମମାନଙ୍କର ହେବ ଶିବ ଯିବାରୁ ତାପରେ ଯିବା ଆମର ଦ ପାଖକୁ ଯିବା ଦରେ କଣ ହେଇଛି ଦେଖ ପିଲେ ଶିବ ଆସିଯିବାରୁ ମାତା ପାର୍ବତୀ ଖାଦ୍ୟ ଦ୍ରବ୍ୟ ସବୁ କେଉଁଠି ଲୁଚାଇଲେ ରୋଷେଇଶାଳାରେ ଶୋଇବା ଘରେ ନା ବୃଷଭ ଗୁହାଳିରେ ନା ପିଣ୍ଡା ତଳରେ କେଉଁଠି ବୃଷଭ ଗୁହାଳିରେ ନେଇକି ସବୁ ଲୁଚାଇଲେ ତାପରେ ଧ ପାଖକୁ ଯିବା କୁଣ୍ଡରେ ଅମୃତ ଯୋଗାଡ଼ ପାଇ ଆନନ୍ଦରେ ଭୋଜନ କରି ବୃଷଭ କାହାକୁ ସ୍ମରଣ କଲା ବୃଷଭ ମନେ ମନେ କାହାକୁ ସ୍ମରଣ କରୁଛି ଶିବଙ୍କୁ ଶିବ ଏତେ କଷ୍ଟ ଦେଇଛନ୍ତି ତାକୁ ସେ ସ୍ମରଣ କରିବ କି ନା ତାହେଲେ କାହାକୁ ଦେବୀ ପାର୍ବତୀକୁ ନା ଚନ୍ଦ୍ରଙ୍କୁ ନା କରତାରଙ୍କୁ ସୂର୍ଯ୍ୟଦେବଙ୍କୁ ସେ ସ୍ମରଣ କଲା କରତାରଙ୍କୁ ତାପରେ ଯିବା ପିଲେ ନ ପାଖକୁ ଦେଖ ପିଲେ ନରେ କଣ ଅଛି ସେବକର ଚିନ୍ତା କାହାକୁ ଲାଗିଥାଏ ସେବକର ଚିନ୍ତା କାହାକୁ ଲାଗିବ ରାଜାଙ୍କୁ ଲାଗିବ ନା ଦେବତାଙ୍କୁ ଲାଗିବ ନା ଦସ୍ୟୁଙ୍କୁ ଦେଶୀଙ୍କୁ ନୁହେଁ
कि देवताଙ୍କୁ ନୁହେଁ କି ରାଜାଙ୍କୁ ନୁହେଁ, ତାହେଲେ କାହାକୁ? ସେବକର ଯେନ୍ତା ସ୍ଵାମୀ କି ଲାଗିବ। ତାହେଲେ ପିଲେ ଏଇ 9 କ୍ୱେଶ୍ଚିନ୍ ର ଆନ୍ସର ହେଉଛି ସ୍ଵାମୀଙ୍କୁ ଲାଗିବ। ବୁଝିପାରିଲା? ପାର୍ବତୀଙ୍କ କଥା ଶୁଣି ଶିବ କଣ କଲେ? ତାପରେ ଦେଖ ପିଲେ ପରେ କଣ ଅଛି, ପାର୍ବତୀଙ୍କ କଥା ଶୁଣି ଶିବ କଣ କଲେ? ପାର୍ବତୀ ଯେତେବେଳେ କହିଛନ୍ତି ଯେ ଏଇଭଳି ଆପଣ ଆସିଥିଲେ, ତେଣୁ ମୁଁ ନେଇ ଲୁଚେଇ ଦେଇଛି, ଏସବୁ ହେଇଛି, ବୃଷଭ ତାର ଖାଇ ଦେଇଛି, ଏଇ କଥା ଶୁଣି ଶିବ କଣ କରୁଛନ୍ତି? ରାଗିଛନ୍ତି ନା ହସୁଛନ୍ତି ନା କାନ୍ଦୁଛନ୍ତି ନା ମନ ଦୁଃଖ କଲେ? କଣ କଲେ? ସେ ହସିଲେ। ହସିଲେ ନା ନାଇଁ? ହସିଲେ। ଲାଷ୍ଟରେ ଥିଲା ତମ ମାନଙ୍କ ମଧ୍ୟ ମନେ ଥିବ ଯେ କିଭଳି ଶିବ ହସିଛନ୍ତି ଏବଂ ହସିକି କହୁଛନ୍ତି ଏଇଭଳି ବୋଧେ ଫଳ ମିଳେ ନା ନାଇଁ? ତେଣୁ ସଦାନନ୍ଦ ହସିଲେ ଗିରିଜାର ବଚନେ, ଏ ହର୍ଣ୍ଣକ କରି ଯେ ପ୍ରାପତିଟି କରନ୍ତି ଦେବତା ମାନେ। ଏଇଭଳି ଥିଲା ନା ନାଇଁ? ତେଣୁ ପିଲେମାନେ ଏଇ ଭିଡିଓରେ ତମେ ଦେଖିଲ କ୍ୱେଶ୍ଚିନ୍ ନମ୍ବର 1 କୁ, ବୁଝିପାରିଲା? এই ଭିଡିଓରେ ତମେ ପ୍ରଶ୍ନ ନମ୍ବର 1 କୁ ଦେଖିଲ ଏବଂ ଭିଡିଓ ବହୁତ ବଡ ହେଇଯାଉଛି, ତେଣୁ ଭିଡିଓ ଶେଷରେ ଭିଡିଓ ଏବଂ ପରବର୍ତ୍ତୀ ଭିଡିଓରେ ଆମେ ପ୍ରଶ୍ନ ନମ୍ବର 2 କୁ ଦେଖିବା, ଯାହା ସବୁ ପ୍ରଶ୍ନ ରହିଛି। ବହୁତ ଗୁଡିଏ ପ୍ରଶ୍ନ ରହିଛି। ଦେଖ ପିଲେ 2 ନମ୍ବରରେ ତମ ମାନଙ୍କର ଅନେକ ପ୍ରଶ୍ନ ଅଛି। এই ସବୁ ଦେଖିପାରୁଛ। 2 ନମ୍ବର ସଂକ୍ଷିପ୍ତ ଉତ୍ତର ମୂଳ ଗୋଟିଏ ବାକ୍ୟରେ ଉତ୍ତର ଲେଖ। ଏଇ ସବୁ ତମ ମାନେ 2 ନମ୍ବର ଯେତିକି ଅଛି ଆମର କ୍ୱେଶ୍ଚିନ୍, ଯାହା ସବୁ ବହୁତ ପ୍ରଶ୍ନ ରହିଛି, ବହୁତ ଗୁଡିଏ ପ୍ରଶ୍ନ ରହିଛି, ଅତି ସହଜ ତାର ଆନ୍ସର ହେଇଯିବ, କିଛି ଅସୁବିଧା ନାହିଁ। ତେଣୁ ତମମାନେ ଚ୍ୟାନେଲ ସହିତ ଜଡିତ ହେଇ ରହିଯାଅ। ପରବର୍ତ୍ତୀ ସମୟରେ ଆମେ ପ୍ରଶ୍ନ ନମ୍ବର 2 କି ଆଲୋଚନା କରିବା। ଠିକ ଅଛି? ତାହେଲେ ପିଲେ ଆଜି ପାଇଁ ବାସ୍ ଏତିକି।